ଆଉ ନାହାନ୍ତି ବିଗ୍ ଫେଭରେଟ୍ ସିଙ୍ଗର ଅଫ୍ ଓଡ଼ିଶା ହ୍ୟୁମାନ ସାଗର। ତ କାଲି ରାତିରେ 9ଟା 8 PM ରେ କାଲି AIIMS ହସ୍ପିଟାଲରେ ତାଙ୍କର ଦେହତ୍ୟାଗ ହୋଇଯାଇଛି। ସେ ମୃତ୍ୟୁବରଣ କରିଯାଇଛନ୍ତି। ଆଉ ପାଇପାରିବାନି ସେଇ ସ୍ୱର ଯାହାକୁ ଆମେ ହରାଇ ବସିଛନ୍ତି ଆଜି। ସେ ହ୍ୟୁମାନ ସାଗର ଆମ ଓଡ଼ିଶାରେ ସମସ୍ତଙ୍କ ମନରେ ସମସ୍ତଙ୍କ ହୃଦୟରେ ସେ ରହିଯାଇଛନ୍ତି। ଆଜି ଓଡ଼ିଶାର ସ୍ୱର ନୀରବ। ଆମ ହୃଦୟର ଗାୟକ ହ୍ୟୁମାନ ସାଗର ଆମ ସହିତ ଆଉ ଆଜି ନାହାନ୍ତି। ତାଙ୍କର ସ୍ୱର, ତାଙ୍କର ଯନ୍ତ୍ରଣା, ତାଙ୍କର ଅଭିନ୍ନ ଭାବନା ଆଜି ମଧ୍ୟ ଆମକୁ କନ୍ଦାଏ। ଜୀବନରେ ଯେତେ ଯନ୍ତ୍ରଣା ଥିଲା ସବୁକୁ ସେ ସଙ୍ଗୀତ ମାଧ୍ୟମରେ ସବୁ କହିଦେଉଥିଲେ। କିନ୍ତୁ ଆଜି ଆଉ ସେଇ ସିଙ୍ଗରକୁ ଆମେ ପାଇପାରିନାହାନ୍ତି। ଆଉ ଆଗାମୀ ଦିନରେ ମଧ୍ୟ ସେହି ସିଙ୍ଗରର ଆଉ ସଙ୍ଗ ଶୁଣିବାକୁ ମିଳିବନି। ଯେତେ ସବୁ ଭାଇମାନେ ସବୁ ଅଛନ୍ତି ମାନେ ଯେଉଁ ବ୍ରେକଅପ୍ କରି ଅଛନ୍ତି ସେଇ ଭାଇମାନଙ୍କୁ ତ ବହୁତ ମାନେ ହେଲ୍ପଫୁଲ୍ କରୁଥିଲା ଆମର ସିଙ୍ଗର ହ୍ୟୁମାନ ସାଗରଙ୍କ ସଙ୍ଗ। ତ ମୁଁ ବି ତାଙ୍କର ବହୁତ ବଡ଼ ଫ୍ୟାନ୍ ଥିଲି। ତାଙ୍କର ଗୀତ ସବୁ ଗୀତ ମୁଁ ଶୁଣୁଥିଲି। ସେ ବିଭିନ୍ନ ଡିଫରେନ୍ସ ଟାଇପ୍ ଅଫ୍ ଗୀତ ସେ ଗାଉଥିଲେ।